କୁହାଯାଉଛି ଯେ ଅତିରିକ୍ତ ଜମାରାଶି ବା ଏଡିସନାଲ ସିକ୍ୟୁରିଟି ଡିପୋଜିଟ୍ ଆଦାୟ କରିବା ପାଇଁ ଟାଟା କମ୍ପାନୀ ହକଦାର ଏବଂ ଏହା ବେଆଇନ ନୁହେଁ। ମୁଁ ପ୍ରଥମ କଥା କହିବା ପାଇଁ ଚାହୁଁଛି ଯେ ଏ କମ୍ପାନୀର ଯେଉଁ ଅଂଶଧନ ଏଥିରେ 51% ଅଂଶଧନ ହେଉଛି ରାଜ୍ୟ ସରକାରଙ୍କର, 49% ଅଂଶଧନ ହେଉଛି କମ୍ପାନୀର। ତେଣୁ ଓଡ଼ିଶା ସରକାର ଉତ୍ତରଦାୟୀ। ଓଡ଼ିଶା ସରକାରଙ୍କର ଏଥିରେ କର୍ତ୍ତୃତ୍ୱ ଅଛି। ପ୍ରଥମ କଥା, ଏ ସେୟାର ହୋଲ୍ଡିଂରେ 51% ହେଉଛି ରାଜ୍ୟ ସରକାରଙ୍କର, 49% ହେଉଛି ଟାଟା କମ୍ପାନୀର। ତେଣୁ ନିଷ୍ପତ୍ତି ନେବାରେ, ହସ୍ତକ୍ଷେପ କରିବାରେ ଏଭଳି ଜନ ବିରୋଧୀ, ଲୋକ ବିରୋଧୀ ବସାଣ, ଟିକସ ଲଗାଣ ତା ଉପରେ ହସ୍ତକ୍ଷେପ କରିବାର ସମସ୍ତ ଅଧିକାର ଅଛି। ଏବଂ ନିଜେ ଯେହେତୁ ଆମେ କହିଛୁ ଦାନ୍ତ ଏବଂ ନଖ ଲଗେଇକି ୟାକୁ ବିରୋଧ କରୁଥିଲେ ଗଲା ସରକାରକୁ ଆସିବା ପର୍ଯ୍ୟନ୍ତ, ଏବେ ସେ କଥା ସରକାର ପାଳନ କରନ୍ତି। ଏ ହେଉଛି ପ୍ରଥମ କଥା। ଦ୍ୱିତୀୟ କଥା, ଅନ୍ୟ ରାଜ୍ୟମାନେ ମଧ୍ୟ ଏଏସ୍ଡି ଦେଉଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଏ କଥା ଦିଆଯାଉ। ଓଡ଼ିଶାକୁ ଅନ୍ୟ ରାଜ୍ୟ ସହ ତୁଳନା କରାଯିବା ଉଚିତ ନୁହେଁ। କାରଣ ପ୍ରଥମ କଥା ହେଉଛି ଏଠି ଓଡ଼ିଶାରେ ବିଜୁଳି ଯୋଗାଣ ଏକ ବଳକା ରାଜ୍ୟ ଭାବରେ ଜଣାଶୁଣା। ସରକାର ମଧ୍ୟ ସେ ତଥ୍ୟ ଦେଇଛନ୍ତି ଏବଂ ତା ଦୁଇଟି ଆଧାରରେ କରାଯାଏ। ଗୋଟିଏ ହେଉଛି ଦେୟ ବା ତାରିଫର ବୃଦ୍ଧି ବା ହ୍ରାସ, ତା ଉପରେ କରାଯାଏ ଏବଂ ଅନ୍ୟଟି ହେଉଛି ଯେ ବିଜୁଳି ଯୋଗାଣ କ୍ଷେତ୍ରରେ ଯେଉଁ ଟ୍ରାନ୍ସମିଶନ ଏବଂ ଡିଷ୍ଟ୍ରିବ୍ୟୁସନ ଲସ୍ ତାକୁ ଆଧାର କରି କରାଯାଏ। ଯଦି ଟ୍ରାନ୍ସମିଶନ ଡିଷ୍ଟ୍ରିବ୍ୟୁସନ ଲସ୍ 16%କୁ ଖସିଲାଣି, ଓଏସିବିର ଟ୍ରାନ୍ସମିଶନ ଡିଷ୍ଟ୍ରିବ୍ୟୁସନ ଲସ୍ କାହିଁ କୋଉଠି 50%ରୁ ଅଧିକ ଥିଲା, ଯଦି 16%କୁ ଖସିଲାଣି ତାହେଲେ ଏଠି ଏଏସ୍ଡି ଆଦାୟ କରିବାର କ'ଣ ଅର୍ଥ ଅଛି? ଅନ୍ୟ ରାଜ୍ୟ ସାଙ୍ଗରେ ତୁଳନୀୟ ନୁହେଁ ଏବଂ ଆଇନର ବ୍ୟବସ୍ଥା ଅନୁଯାୟୀ ଏଠି ଏଏସ୍ଡି ଲଗାଣ କରାଯାଇପାରିବ ନାହିଁ। ଏ ଦୁଇଟି କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଯାହା ସେମାନେ କହୁଛନ୍ତି। ଏବଂ ଅନ୍ୟ କଥାଟି ହେଉଛି ଯେ ଓଇଆର୍ସିଙ୍କର ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା କଥା। ତାରିଫ ବୃଦ୍ଧି, ତାରିଫ ହ୍ରାସ କ୍ଷେତ୍ରରେ ଓଇଆର୍ସି ହସ୍ତକ୍ଷେପ କରିବାର ବ୍ୟବଧାନ ଅଛି, ପ୍ରାବଧାନ ଅଛି ଆଇନତଃ। ଆମେ ସେଇଥିପାଇଁ ଆଜି ଆମ ତରଫରୁ ଏକ ନମୁନା ଚିଠି ଯୋଉଟା ଉପଭୋକ୍ତା ମାନେ ଦେଇପାରିବେ ସିଧାସଳଖ ବିଜୁଳି ବିଭାଗକୁ, ଆମେ ତାକୁ ଜାରି କରିଛୁ ଏବଂ ସାମାଜିକ ଗଣମାଧ୍ୟମରେ ତାର ପ୍ରସାରଣ ମଧ୍ୟ ବ୍ୟାପକ ଭାବରେ କରାଯାଉଛି। ତାକୁ ଆମ ସିଧାସଳଖ କନଜ୍ୟୁମର ମାନେ, ଉପଭୋକ୍ତା ମାନେ, ଖାଉଟି ମାନେ ତାକୁ ଡାଉନଲୋଡ୍ କରି ତାକୁ ନେଇ ସିଧାସଳଖ ସେମାନେ ସମ୍ପୃକ୍ତ ସଂସ୍ଥା ଟାଟା କମ୍ପାନୀ ର ଯେଉଁମାନେ କର୍ତ୍ତୃପକ୍ଷ ଅଛନ୍ତି କ୍ଷେତ୍ରରେ, କ୍ଷେତ୍ରୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଦେଇପାରିବେ। ଏବଂ ଆମର ଯେଉଁମାନେ ଜିଲ୍ଲା ସ୍ତରରେ, ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ କଂଗ୍ରେସ କର୍ମୀ ବନ୍ଧୁମାନେ ଅଛନ୍ତି ସେମାନେ ମଧ୍ୟ ଏହାର ବ୍ୟାପକ ପ୍ରସାରଣ କରିପାରିବେ। ସାମାଜିକ ଗଣମାଧ୍ୟମରେ ସେମାନେ ମଧ୍ୟ ଏହାର ନକଲ ଦେଇପାରିବେ। ଆଗାମୀ ଦିନରେ ନିଶ୍ଚିତ ଭାବରେ ଆପଣ ଦେଖିବେ ଏହାକୁ ଯାହାକୁ ଆଇନଗତ କୁହାଯାଉଛି ତା ଯେ ବେଆଇନ ଏକଥା ସିଦ୍ଧ ହେବ। କଂଗ୍ରେସ ରାସ୍ତାକୁ ଓହ୍ଲେଇଛି ଏବଂ ଲଢ଼େଇ କରିବ। ଏଥିରୁ କମ୍ପାନୀକୁ ନିସ୍ତାର ମିଳିବ ନାହିଁ। ଏଥିରୁ ସାଧାରଣ ଲୋକମାନେ ପାଇବେ। ମହାତ୍ମା ଗାନ୍ଧୀ ଏଇଠିକି ଆସିଥିଲେ କାଠଯୋଡ଼ି ବାଲି 1921 ମସିହା ମାର୍ଚ୍ଚ ମାସ 23 ତାରିଖ ଦୋଳ ପୂର୍ଣ୍ଣିମା ଦିନ। ସେଦିନ ସଞ୍ଜରେ ସେ ଗୋଟିଏ କଥା ସେଠି କହିଥିଲେ। ସେ କହିଥିଲେ ରାଜନୀତି କ୍ଷେତ୍ରରେ ଯେ ଅତ୍ୟାଚାରୀ ତାର ଦମନ କରିବା ମୋର ଧର୍ମ। ଗୋଟିଏ ବାକ୍ୟ। ରାଜନୀତି କ୍ଷେତ୍ରରେ ଯେ ଅତ୍ୟାଚାରୀ
तार दमन करने मोर धर्म। आज राज्य सरकार एवं कंपानी मिसी शोषण लुंठन एवं अत्याचार करुछंती खाउटी मानक उपरे कंज्यूमर उपभोक्ता मानक उपरे तार दमन करा जिवो। सेही कांग्रेस करिवो जो कांग्रेस रो प्रतिष्ठा गांधी गोपबंधु ओडिशा कर।